ତାର ଆନ୍ସର ଦବ। ଭାଙ୍ଗୁଛି କାହିଁକି? ଏବେ କୁହ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହବାର ଅଧିକ ଗୁରୁତ୍ୱ କାରଣ ସ୍ୱାମୀର ସ୍ତ୍ରୀ? ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହବାର ଜଣଙ୍କର ଗୁରୁତ୍ୱ ନଥାଏ, ଦୁଇ ଜଣଙ୍କର ଥାଏ, ସ୍ୱାମୀର ଥାଏ ଏବଂ ସ୍ତ୍ରୀର ମଧ୍ୟ ଥାଏ। ଚାରିଟା ପଏଣ୍ଟ ଯଦି ଆମେ ଫଲୋ କରିବା ତାହେଲେ ଆମର ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ବି ପ୍ରୋବ୍ଲେମ ହେବ ନାହିଁ। ଚାରିଟା ପଏଣ୍ଟ କ'ଣ? ପ୍ରଥମତଃ ହେଉଛି ଶାନ୍ତ ରହିବା। ଜଣେ ଯଦି ରାଗିଛି ଆଉ ଜଣକୁ ଶାନ୍ତ ରହିବାକୁ ପଡ଼ିବ, ବୁଝିପାରିଲ ନା ନାହିଁ? ଦ୍ୱିତୀୟ କଥା ହେଲା କ'ଣ? ଗୁଡ୍ ଲିସନର। ଜଣେ ଯଦି ଜଣକୁ କିଛି କହୁଛି ଭଲସେ ଶୁଣିବା ଦରକାର, କ'ଣ ସେ କହୁଛନ୍ତି। ତା ମାନେ ଯେ ଜଣେ କହୁଛି ତା ଉପରେ ଚଢ଼ି କଥାବାର୍ତ୍ତା କରିବା। ତେଣୁକରି ଜଣେ ଶୁଣିବ ତ ଆଉ ଜଣେ କହିବ ନା, ବୁଝିପାରିଲେ? ତେଣୁ ଜଣେ ଭଲ ଗୁଡ୍ ଲିସନର ହେବା ଦରକାର, ଶାନ୍ତ ରହିବ। ସ୍ତ୍ରୀ ହବ ନା କଣ? ନା ପରିସ୍ଥିତି ସ୍ୱାମୀ ବି ହବ, ସ୍ୱାମୀ ହବ, ସ୍ତ୍ରୀ ବି ହବ। ଯେହେତୁ ତମେ କେବେ ହେଇନା? ମୁଁ ହେଇଛି। नो ହଁ ହେଇଛି। ଗଲା ତୃତୀୟ ପଏଣ୍ଟ ହେଲା, ମୁଁ କ୍ୱେଶ୍ଚନ ଆନ୍ସର ଆଗେ ଶୁଣି ସାର। ତୃତୀୟ ପଏଣ୍ଟ ହେଲା ଥାର୍ଡ ପର୍ସନ ଯେମିତି ତୁମ ଭିତରେ ନ ପଶେ, ସେଇଟା ହଉଛି ଆଜିକା ସମୟରେ ହଉଛି ବିରାଟ ପ୍ରୋବ୍ଲେମ। ଥାର୍ଡ ପର୍ସନ କିଏ? ହଜବେଣ୍ଡ ମାନଙ୍କର ମଦର ବି ହେଇପାରନ୍ତି, ଏକ୍ସ ଗାର୍ଲଫ୍ରେଣ୍ଡ ବି ହେଇପାରନ୍ତି, ନ୍ୟୁ ଗାର୍ଲଫ୍ରେଣ୍ଡ ବି ହେଇପାରନ୍ତି। ନା ମୁଁ କହୁଛି ତେଣୁକରି ଥାର୍ଡ ପର୍ସନ ଇଣ୍ଟରଫିୟର ସମ୍ପର୍କରେ ନ କରିବା ଦରକାର। ଆଉ ଚତୁର୍ଥ ହଉଛି ସବୁଠାରୁ ବ୍ରହ୍ମାସ୍ତ୍ର, ଯୋଉଟା କି ଯଦି ଝଗଡ଼ାଟା ଅଧିକ ବଢିଲା ତାହେଲେ ତୁମେ ସଙ୍ଗେ ସଙ୍ଗେ ମ୍ୟାରେଜ କାଉନସିଲର ସହିତ ଯୋଗାଯୋଗ କରିକି ତୁରନ୍ତ ବସିକି ମୀମାଂସା କରିଦିଅ। ମ୍ୟାରେଜ କାଉନସିଲରଙ୍କ ନମ୍ବର ହଉଛି ଆଡଭୋକେଟ ଯଶବନ୍ତ ସାହୁ, ନମ୍ବର ହଉଛି 8637 ନମ୍ବର ଦିଅନ୍ତୁ। ଓକେ, ଧନ୍ୟବାଦ ଆପଣ ଆନ୍ସର ପାଇଁ।